ମୁଁ ଡକ୍ଟର ସନ୍ଧ୍ୟାରାଣୀ ପୃଷ୍ଟି। ରଜ ଆମ ପରମ୍ପରାର ଏକ ମହାନ ପର୍ବ। ଏହି ପର୍ବରେ ଧରିତ୍ରୀ ମାତା ହୁଏ ରଜସ୍ୱଳା। ଯେମିତି ଆମେ ସାଧାରଣ ଜୀବନଯାପନ କରିଥାଉ, ସାଧାରଣ ଝିଅଟିଏ ରଜସ୍ୱଳା ହୁଏ, ତାପରେ ସେ ପୁଣି ଗର୍ଭଧାରଣ କରେ, ଠିକ୍ ସେମିତି ପୃଥିବୀ ମାତା ରଜସ୍ୱଳା ହୁଏ, ତାପରେ ସେ ଗର୍ଭଧାରଣ କରେ, ମଞ୍ଜି ବପନ କରାଯାଏ, ତାପରେ ବୀଜ ଅଙ୍କୁରିତ ହୁଏ, ଶସ୍ୟ ଶ୍ୟାମଳା ହୁଏ ପୃଥିବୀ। ଏଇଥିପାଇଁ ପାଳିତ ହୁଏ ଏ ପର୍ବ। ଆଜି ହେଉଛି ରଜର ଚତୁର୍ଥ ଦିନ। ତୃତୀୟ ଦିନ କାଲି ସରିଛି, ଆଜି ଚତୁର୍ଥ ଦିନ। ଚତୁର୍ଥ ଦିନରେ ମା ବସୁମତୀକୁ ସ୍ନାନ କରାଯାଏ, ଶୌଚ କରାଯାଏ, ପଣା ଦିଆଯାଏ, ଶିଳପତା ଗୋଟେ ପୂଜା କରାଯାଏ। ଶିଳପତା ପୂଜା କରିବାର ପରମ୍ପରା, ମହାଦେବଙ୍କ ପରି ଶିଳପତାକୁ ରଖାଯାଏ ଏବଂ ପ୍ରକୃତି ମାତା ଉପରେ ମହାଦେବଙ୍କର ଶିବଲିଙ୍ଗ ସ୍ଥାପନ କରାଯାଏ। ଯେମିତି ଦେବୀ ସତୀଙ୍କୁ, ଦେବୀ ଯୋଗମାୟାଙ୍କୁ, ଯିଏ ଶକ୍ତି ହେଉଛି ବସୁନ୍ଧରା, ମହାଦେବ ସ୍ଥାପିତ ହେଲେ। ଏବେ ହେବେ ପୃଥିବୀ ଗର୍ଭଧାରଣ କରିବ। ଏଇଥିପାଇଁ ଆଜି ଦିନଟି ବହୁତ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଏ। ଆଜିକାଲି ଗାଁ ଭିତରେ ଏସବୁ ପରମ୍ପରା ହଜିଯାଉଛି, ଲିଭିଯାଉଛି। ଆଗକୁ ଏ ପରମ୍ପରାକୁ ଲୋକମାନେ କେବଳ ଫଟୋରୁ ହିଁ ଦେଖିବେ। ଆଜିର ପିଢ଼ି ଏ ଜିନିଷକୁ ଆଉ ବୁଝୁନାହିଁ, କିନ୍ତୁ ଆମର ପୂର୍ବ ପରମ୍ପରା ଖୁବ୍ ସୁନ୍ଦର ଥିଲା। ଓଡ଼ିଶାର ପ୍ରକୃତି, ଓଡ଼ିଶାର ପରମ୍ପରା ଏସବୁ ଏତେ ସୁନ୍ଦର ଥିଲା, ସେ ଆମ ଜୀବନ ସହିତ ଜଡ଼ିତ ଥିଲା। ପ୍ରତିଟି ପର୍ବପର୍ବାଣି ଆମର ଜୀବନଶୈଳୀ ସହିତ ପରିଚିତ। ଯେମିତି ରଥଯାତ୍ରାରେ ଜଗନ୍ନାଥ ଜୀବନଶୈଳୀ ଦାନ୍ତ ଘଷିବା ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ, ଶୋଇବା ପର୍ଯ୍ୟନ୍ତ, ଦେବଦାସୀ ନୃତ୍ୟ ଦେଖିବା ପର୍ଯ୍ୟନ୍ତ ଯେମିତି ମଣିଷର ଜୀବନଶୈଳୀ ସହିତ ପରିଚିତ ଶ୍ରୀ ଜଗନ୍ନାଥ, ଠିକ୍ ସେମିତି ଆମ ପ୍ରକୃତି ଆଉ ପରମ୍ପରା ଯେତେ ବି ଏ ପର୍ବପର୍ବାଣି ଆମର ପାଳିତ ହୁଏ, ସବୁ ଆମର ମାନସିକତା ଏବଂ ମଣିଷ ଜୀବନ ସହିତ ସମ୍ପୃକ୍ତ।